ଏ କ'ଣ ପାଇଁ? ଆଜି ମହୋତ୍ସବକୁ ଯିବି ମ। ମହୋତ୍ସବକୁ ଯିବ ବୋଲି କ'ଣ 1000 ଟଙ୍କା ଦରକାର? ତମେ ତ ଜାଣିଛ ମାସ ଶେଷ ଦରମା କେତେ କମ୍ ମୁଁ ପାଉଛି, ସେଥିରେ ପୁଣି ଆମେ ଘର ଚଳୁଛେ, ଏତେ ପାଣି ମାନେ ପରିବା ରେଟ୍ ଯୋଉ ପ୍ରକାର ହେଲାଣି, ତେଣୁ ଋଣ ସଂସାରରେ ତୁମ ମାସ ଶେଷକୁ ମୁଁ କୋଉ 1000 ଟଙ୍କା ମୁଁ ଆଣିକି ତମକୁ ଦେଇଦେବି, ତୁମେ ଯୋଉ ଗଛ ଦେଖିବା ପାଇଁ। ଯେବେ ତମର ପଇସା ଦେବାର ବଳ ନାହିଁ ବାହାରୁଥିଲ କାହିଁକି? ମୁଁ ଜାଣିନି, ମୋର ଆଜି 1000 ଟଙ୍କା ଦରକାର। ମୁଁ ଆଜି ମହୋତ୍ସବ ଯିବି, ମୁଁ ବୁଲିବି, କିଣା କିଣି କରିକି ମୁଁ ଆସିବି ମାନେ ଆସିବି। ଆଚ୍ଛା କହିଲ, ତମ ବାପା କେତେ ଟଙ୍କା ଦରମା ପାଉଥିଲେ କହିଲ? ମୋ ବାପା ଦରମାରୁ ତମକୁ କଣ ମିଳିବ? ଆରେ ତମ ବାପା ଦରମାରୁ ମୋତେ କିଛି ମିଳିବନି, କିନ୍ତୁ ତମ ବାପା ନା 9000 ଟଙ୍କା ଦରମା ପାଉଥିଲେ, ସେଥିରେ ତମ ସମସ୍ତେ ଆରାମସେ ଚଳି ପାରୁଥିଲ, କାହାରେ ତ ହାତ ପତଉ ନଥିଲ ନା। ଗୋଟେ ନିରାଶ ସତ କଥା କହିବି ଶୁଣ, ଗୋଟେ ଝିଅକୁ ତା ବାପର ଗରିବଟା କେବେ ଦେଖାଯାଏନି, କିନ୍ତୁ ସେ ଝିଅ ସ୍ତ୍ରୀ ହେଇକି ତା ସ୍ୱାମୀକୁ ପଳେଇ